ଦଶମ ଶ୍ରେଣୀ ସମର ଭ୍ୟାକେସନ୍ ହଲିଡେ ହୋମୱାର୍କ 2025ର ଓଡ଼ିଆ ବା ଯୋଉଟାକୁ ଆମେ ସାହିତ୍ୟ କହୁଛେ ତାର ସବୁ ପ୍ରଶ୍ନର ଉତ୍ତର ଆମେ ଏଠାରେ ଆଜି ଆଲୋଚନା କରିବା। ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। ଯଦି କୌଣସି ଜାଗାରେ କିଛି ଅସୁବିଧା ରହିବ ଆପଣ କମେଣ୍ଟ ମାଧ୍ୟମରେ ଜଣେଇବେ। 1 ନମ୍ବରରେ ଅଛି ଦେଖନ୍ତୁ, ବନ୍ଦେ ଉତ୍କଳ ଜନନୀ କବିତାରେ କବି କିଭଳି ଉତ୍କଳ ଜନନୀ ପ୍ରଶଂସାରେ ବିଭୋର ହୋଇଛନ୍ତି ଲେଖ। ମୁଁ ଲେଖିଛି ଦେଖନ୍ତୁ ତାର ଉତ୍ତରଟି। କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ବନ୍ଦେ ଉତ୍କଳ ଜନନୀ କବିତାରେ କବି ଉତ୍କଳ ଜନନୀଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ପ୍ରଶଂସାରେ ବିଭୋର ହୋଇଛନ୍ତି। ଏହି କବିତାରେ କବି ଉତ୍କଳର ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ, ସାଂସ୍କୃତିକ ଓ ଗୌରବମୟ ଇତିହାସକୁ ଅତ୍ୟନ୍ତ ଆବେଗପୂର୍ଣ୍ଣ ଭାବେ ବର୍ଣ୍ଣନା କରିଛନ୍ତି। ଉତ୍କଳର ସୌନ୍ଦର୍ଯ୍ୟ ପ୍ରତି ପ୍ରଶଂସା। କବି ଉତ୍କଳର ନୈସର୍ଗିକ ସୌନ୍ଦର୍ଯ୍ୟକୁ ହୃଦୟଙ୍ଗମ ଭାଷାରେ ବର୍ଣ୍ଣନା କରିଛନ୍ତି। ସେ ଉତ୍କଳର ସବୁଜ ଶସ୍ୟକ୍ଷେତ୍ର, ନଦୀ, ପର୍ବତ ଓ ସମୁଦ୍ରର ସୌନ୍ଦର୍ଯ୍ୟକୁ ମନୋହର ଓ ଶ୍ୟାମଳ ଶସ୍ୟମୟ କ୍ଷେତ୍ର ଆଦି ପଦ ଦ୍ୱାରା ଉପସ୍ଥାପନ କରିଛନ୍ତି। ଏହି ବର୍ଣ୍ଣନା କବିଙ୍କର ଉତ୍କଳ ଜନନୀ ପ୍ରତି ଗଭୀର ପ୍ରେମ ଓ ଶ୍ରଦ୍ଧାକୁ ପ୍ରକାଶ କରେ। ଐତିହାସିକ ଗୌରବର ଉଲ୍ଲେଖ। କବି ଉତ୍କଳର ଗୌରବମୟ ଅତୀତ ଓ ତହିଁରେ ମାତୃଭୂମି ପାଇଁ ବୀରମାନଙ୍କର ଆତ୍ମବଳିଦାନକୁ ସ୍ମରଣ କରିଛନ୍ତି। ଏହାଦ୍ୱାରା ସେ ଉତ୍କଳର ଆତ୍ମସମ୍ମାନ ଓ ଶକ୍ତିକୁ ପ୍ରଶଂସା କରିଛନ୍ତି। ସାଂସ୍କୃତିକ ଐତିହ୍ୟର ପ୍ରଶଂସା। ଉତ୍କଳର ସଂସ୍କୃତି, କଳା, ଶିଳ୍ପ ଓ ପରମ୍ପରାକୁ କବି ଉଚ୍ଚ ପ୍ରଶଂସା କରିଛନ୍ତି। ଏହା କବିଙ୍କର ଉତ୍କଳ ଜନନୀ ପ୍ରତି ଅସୀମ ଭକ୍ତି ଓ ଗର୍ବର ପ୍ରକାଶ। ସ୍ୱାଧୀନତା ସଂଗ୍ରାମରେ ପ୍ରେରଣା। ଏହି କବିତା ମାଧ୍ୟମରେ ଉତ୍କଳବାସୀଙ୍କୁ ସ୍ୱାଧୀନତା ପାଇଁ ସଂଗ୍ରାମ କରିବାକୁ ପ୍ରେରିତ କରିଛନ୍ତି। ଉତ୍କଳ ଜନନୀଙ୍କୁ ମାତୃ ରୂପେ ଚିତ୍ରଣ କରି କବି ଜନସାଧାରଣଙ୍କୁ ମାତୃଭୂମି ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆହ୍ୱାନ ଦେଇଛନ୍ତି। ବନ୍ଦେ ଉତ୍କଳ ଜନନୀ କବିତାରେ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଉତ୍କଳ ଜନନୀଙ୍କ ପ୍ରତି ଅସୀମ ଭକ୍ତି, ପ୍ରେମ ଓ ଗର୍ବରେ ବିଭୋର ହୋଇଛନ୍ତି। ତାଙ୍କର ଆବେଗପୂର୍ଣ୍ଣ ଭାଷା, ଉତ୍କଳର ସୌନ୍ଦର୍ଯ୍ୟ, ସଂସ୍କୃତି ଓ ଐତିହାସିକ ଗୌରବର ବର୍ଣ୍ଣନା ଏବଂ ଦେଶପ୍ରେମର ଆହ୍ୱାନ ଏହି କବିତାକୁ ଓଡ଼ିଶାର ରାଜ୍ୟ ସଙ୍ଗୀତ ରୂପେ ଗୌରବମୟ ସ୍ଥାନ ପ୍ରଦାନ କରିଛି। ଏହା କେବଳ ଏକ କବିତା ନୁହେଁ, ବରଂ ଉତ୍କଳବାସୀଙ୍କ ହୃଦୟର ଆବେଗ ଓ ଅନୁଭବର ପ୍ରକାଶ। ଦେଖନ୍ତୁ ଏଠି ଆମର 1 ନମ୍ବରଟି ସରିଯାଇଛି। ଏବେ 2 ନମ୍ବର ଦେଖିବା। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ସାହିତ୍ୟ କୃତିଗୁଡ଼ିକ ବିଷୟରେ ଲେଖ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସାହିତ୍ୟ କୃତି ଓଡ଼ିଆ ସାହିତ୍ୟରେ ଏକ ଅମୂଲ୍ୟ ସମ୍ପଦ। 1888 ମସିହା ଡିସେମ୍ବର 9 ତାରିଖରେ ଭଦ୍ରକ ଜିଲ୍ଲାର ତାଳପଦା ଗାଁରେ ଜନ୍ମଗ୍ରହଣ କରିଥିଲେ। ଲକ୍ଷ୍ମୀକାନ୍ତ ଜଣେ କବି, ଔପନ୍ୟାସିକ, ଗଳ୍ପକାର, ନାଟ୍ୟକାର ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଓଡ଼ିଶାର ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରି ସେ ଓଡ଼ିଆ ଜାତିର ଗର୍ବ ଓ ଅସ୍ମିତାକୁ ଅମର କରିଛନ୍ତି। ଲକ୍ଷ୍ମୀକାନ୍ତଙ୍କ ସାହିତ୍ୟ ବିବିଧତାରେ ଭରପୂର। ତାଙ୍କ ରଚନାରେ କବିତା, ଉପନ୍ୟାସ, ଗଳ୍ପ, ନାଟକ, ବ୍ୟଙ୍ଗ ଓ ଲାଳିକା ଆଦି ସାମିଲ ରହିଛି। ତାଙ୍କର କେତେକ ପ୍ରମୁଖ କୃତି ଓ ସେଗୁଡ଼ିକର ବିଷୟବସ୍ତୁ ଯଥା ବନ୍ଦେ ଉତ୍କଳ ଜନନୀ କବିତା। ଏହା ଲକ୍ଷ୍ମୀକାନ୍ତଙ୍କର ସର୍ବଦୌ ପ୍ରସିଦ୍ଧ ରଚନା, ଯାହା ଓଡ଼ିଶାର ସାଂସ୍କୃତିକ ଓ ଐତିହ୍ୟମୟ ଗୌରବକୁ ଚିତ୍ରଣ କରେ। 2 ନମ୍ବର ହେଉଛି କଣା ମାମୁଁ, ଯୋଉଟାକି ହେଉଛି ଆମର ଉପନ୍ୟାସ। ଏହା ଏକ ଅନବଦ୍ୟ ଉପନ୍ୟାସ, ଯେଉଁଥିରେ ସେ ଏକ ନିରୀହ, ସରଳ ଓ ଶାରୀରିକ ଦୃଷ୍ଟିରୁ ଶକ୍ତିଶାଳୀ ଚରିତ୍ରର କାହାଣୀ ବର୍ଣ୍ଣନା କରିଛନ୍ତି। ବୁଢ଼ା ଶଙ୍ଖାରୀ କ୍ଷୁଦ୍ର ଗଳ୍ପ। ଏହି ଗଳ୍ପଟି ଏକ ବୃଦ୍ଧ ଶଙ୍ଖା ବିକାଳୀର ଜୀବନକୁ ନେଇ ଚିତ୍ରିତ ହୋଇଛି। ସ୍ୱରାଜ ଓ ସ୍ୱଦେଶୀ କବିତା। ଏହି କବିତାରେ ଲକ୍ଷ୍ମୀକାନ୍ତ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଆହ୍ୱାନକୁ ପ୍ରକାଶ କରିଛନ୍ତି। ସ୍ୱରାଜ ଓ ସ୍ୱଦେଶୀ ଆନ୍ଦୋଳନର ଭାବନାକୁ ଜାଗ୍ରତ କରି ସେ ଯୁବପିଢ଼ିଙ୍କୁ ଦେଶପ୍ରେମ ଓ ଆତ୍ମନିର୍ଭରତା ଆଡ଼କୁ ଆହ୍ୱାନ କରିଛନ୍ତି।
3 ନମ୍ବରରେ ଅଛି ସଡ଼କ ସୁରକ୍ଷା ବିଷୟରେ ଆମେ କ'ଣ କରିବା ନା ଗୋଟିଏ ରଚନା ଲେଖିବା। ଏଠି ବିଭିନ୍ନ ପ୍ରକାର ପଏଣ୍ଟ ଦେଇଛି ଉପକ୍ରମ, ସଡ଼କ ଦୁର୍ଘଟଣାର କାରଣ, ନିରାକରଣ। ଆମେ ସେଇ ସବୁକୁ ଦେଖିକି ଏଠି ଲେଖିବା। ଉପକ୍ରମ ଦେଖନ୍ତୁ, ସଡ଼କ ସୁରକ୍ଷା ଆମ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ସଡ଼କ ଦୁର୍ଘଟଣା ଯୋଗୁଁ ପ୍ରତିବର୍ଷ ଅନେକ ଲୋକ ଜୀବନ ହରାଉଛନ୍ତି ଏବଂ ଅନେକ ଆହତ ହେଉଛନ୍ତି। ସଡ଼କ ସୁରକ୍ଷା ନିୟମ ପାଳନ କରି ଆମେ ଏହି ଦୁର୍ଘଟଣାକୁ କମ୍ କରି ଏକ ସୁରକ୍ଷିତ ସମାଜ ଗଢ଼ିପାରିବା। ସଡ଼କ ଦୁର୍ଘଟଣାର କାରଣ। ସଡ଼କ ଦୁର୍ଘଟଣାର ଅନେକ କାରଣ ରହିଛି। ମୁଖ୍ୟତଃ ଅତ୍ୟଧିକ ଗତିରେ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚଳାଇବା, ସଡ଼କ ନିୟମ ଉଲ୍ଲଂଘନ, ମୋବାଇଲ ଫୋନରେ କଥାବାର୍ତ୍ତା କରିବା କିମ୍ବା ଟେକ୍ସଟ କରିବା ମାନେ ଫୋନରେ ଚାଟିଂ କରିବା ଏବଂ ଅପାରଗ ଚାଳକଙ୍କ ଦ୍ୱାରା ଗାଡ଼ି ଚାଳନା ହେଉଛି ପ୍ରମୁଖ କାରଣ। ଏହା ସହିତ ଖରାପ ସଡ଼କ ଅବସ୍ଥା, ଅପର୍ଯ୍ୟାପ୍ତ ଟ୍ରାଫିକ ସଂକେତ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ଅଭାବ ମଧ୍ୟ ଦୁର୍ଘଟଣାକୁ ବଢ଼ାଇଥାଏ। ସଡ଼କ ଦୁର୍ଘଟଣାର ନିରାକରଣ। ସଡ଼କ ଦୁର୍ଘଟଣା ରୋକିବା ପାଇଁ କେତେକ ପଦକ୍ଷେପ ନିଆଯାଇପାରେ। ପ୍ରଥମେ ସଡ଼କ ନିୟମକୁ କଡ଼ାକଡ଼ି ପାଳନ କରିବା ଉଚିତ। ଚାଳକମାନଙ୍କୁ ନିୟମିତ ତାଲିମ ଓ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଶିକ୍ଷା ଦିଆଯାଇପାରେ। ସଡ଼କର ଅବସ୍ଥା ଉନ୍ନତ କରିବା, ଆବଶ୍ୟକ ସ୍ଥାନରେ ଟ୍ରାଫିକ ସଂକେତ ଓ ଜେବ୍ରା କ୍ରସିଂ ନିର୍ମାଣ କରାଯାଇପାରେ। ମଦ୍ୟପାନ କରି ଗାଡ଼ି ଚଳାଇବା ଉପରେ କଡ଼ା ଦଣ୍ଡବିଧାନ କରାଯାଇପାରେ। ଏଗୁଡ଼ା ହେଲା ତାର ସବୁ ନିରାକରଣ। ଏବେ ଦେଖିବା ସଚେତନତା। ସଡ଼କ ସୁରକ୍ଷା ସମ୍ବନ୍ଧରେ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ବଢ଼ାଇବା ଅତ୍ୟନ୍ତ ଜରୁରୀ। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସାମାଜିକ ଅନୁଷ୍ଠାନଗୁଡ଼ିକରେ ସଡ଼କ ସୁରକ୍ଷା ଶିକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରେ। ଗଣମାଧ୍ୟମ, ସାମାଜିକ ମାଧ୍ୟମ ଓ ପୋଷ୍ଟର ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଚାର କରାଯାଇପାରେ। ସଡ଼କ ସୁରକ୍ଷା ସପ୍ତାହ ପାଳନ କରି ଲୋକଙ୍କୁ ନିୟମ ପାଳନ ପାଇଁ ଉତ୍ସାହିତ କରାଯାଇପାରେ। ଉପସଂହାର ଦେଖନ୍ତୁ, ସଡ଼କ ସୁରକ୍ଷା କେବଳ ସରକାର କିମ୍ବା ପୋଲିସର ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର କର୍ତ୍ତବ୍ୟ। ସମସ୍ତେ ମିଳିମିଶି ସଡ଼କ ନିୟମ ପାଳନ କରି ଏବଂ ଅନ୍ୟମାନଙ୍କୁ ସଚେତନ କରି ଦୁର୍ଘଟଣାକୁ ରୋକିପାରିବା। ଆସନ୍ତୁ ଆମେ ସମସ୍ତେ ସୁରକ୍ଷିତ ସଡ଼କ ଗଠନ କରିବା ପାଇଁ ପ୍ରତିଜ୍ଞା କରିବା। ଏଇଠି ଆମର ଦେଖନ୍ତୁ 3 ନମ୍ବର ସରିଯାଇଛି। 4 ନମ୍ବର ଦେଇଛି, ତୁମ ଗ୍ରାମରେ ପାନୀୟ ଜଳର ଅଭାବ ହେତୁ ତାହାର ନିରାକରଣ ପାଇଁ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ପତ୍ର ଲେଖ। ଦେଖନ୍ତୁ ଦରଖାସ୍ତ ଉପରେ ଆପଣ ମାନନୀୟ ଲେଖିବେ। ଶ୍ରୀଯୁକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ଓଡଗାଁ, ନୟାଗଡ଼, ଓଡ଼ିଶା। ମୁଁ ଏଇଟା ଲେଖିଛି, ଆପଣଙ୍କ ବ୍ଲକ ନା ଜିଲ୍ଲା ନା ଲେଖିବେ। ଗ୍ରାମରେ ପାନୀୟ ଜଳର ଅଭାବ ଓ ତାହାର ନିରାକରଣ ସମ୍ବନ୍ଧରେ ଅନୁରୋଧ। ମହାଶୟ, ମୁଁ ଆପଣଙ୍କ ଧ୍ୟାନକୁ ଗ୍ରାମ ମାଛିପଡ଼ା, ବ୍ଲକ ଓଡଗାଁର ପାନୀୟ ଜଳର ଅଭାବ ସମସ୍ୟାକୁ ଆଣୁଛି। ଦେଖନ୍ତୁ ଏଠି ଆପଣଙ୍କ ନିଜର ବ୍ଲକ ଲେଖିବେ ଏବଂ ଆପଣଙ୍କ ଗାଁ ନା ଲେଖିବେ। ଆମ ଗ୍ରାମରେ ପାନୀୟ ଜଳର ଅଭାବ ଏକ ଗୁରୁତର ସମସ୍ୟା ହୋଇପଡ଼ିଛି, ଯାହା ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି। ଏହି ସମସ୍ୟାର ମୁଖ୍ୟ କାରଣ ହେଉଛି ଗ୍ରାମରେ ଥିବା ଜଳ ଉତ୍ସ ଯଥା ନଳକୂପ ଓ ପୋଖରୀ ଗୁଡ଼ିକର ଅପର୍ଯ୍ୟାପ୍ତା ଏବଂ ଅନେକ ସମୟରେ ଏହାର ଅବସ୍ଥା ଖରାପ ହେବା। ଗ୍ରୀଷ୍ମ ଋତୁରେ ଜଳସ୍ତର ଅତ୍ୟଧିକ ହ୍ରାସ ପାଉଛି, ଯାହାଦ୍ୱାରା ଗ୍ରାମବାସୀ ଦୂରଦୂରାନ୍ତ ଜଳ ଆଣିବାକୁ ବାଧ୍ୟ ହେଉଛନ୍ତି। ଏହା ବିଶେଷତଃ ମହିଳା ଓ ଶିଶୁମାନଙ୍କ ପାଇଁ ଅଧିକ କଷ୍ଟଦାୟକ ହେଉଛି। ଏଣୁ ଆପଣଙ୍କ ନିକଟରୁ ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆନୁଷ୍ଠାନିକ ପଦକ୍ଷେପ ଗ୍ରହଣ କରିବାକୁ ବିନମ୍ର ଅନୁରୋଧ କରୁଛି। ଆମ ଗ୍ରାମବାସୀ ଏହାକୁ ଅତ୍ୟନ୍ତ ଆନ୍ତରିକତାର ସହ ଆଶା କରୁଅଛୁ। ଧନ୍ୟବାଦ। ଆପଣଙ୍କ ବିଶ୍ୱସ୍ତ। ଦେଖନ୍ତୁ ଆପଣଙ୍କ ଗାଁର 5 ଜଣ 10 ଜଣଙ୍କର ନାଁ ଲେଖିଦେବେ, ବ୍ଲକ ଲେଖିନେବେ, ଜିଲ୍ଲା ଲେଖିନେବେ ଏବଂ ତାରିଖ, ଫୋନ ନମ୍ବର ଏମିତି ସବୁ ଲେଖିନେବେ। ଆପଣଙ୍କ ବ୍ଲକ, ଆପଣଙ୍କ ଜିଲ୍ଲା, ଦେଖନ୍ତୁ ଡେଟ୍ ସବୁ ଆପଣ ଦେଇଦେବେ। ଆପଣଙ୍କ ଗାଁ ଲୋକମାନଙ୍କର ଏଇଟା ଲେଖିବେ ଆପଣ, ବୁଝିପାରିଲେ, ଆପଣ ଯୋଉ ବ୍ଲକ। ତାପରେ 5 ନମ୍ବର ଦେଖନ୍ତୁ ଅଛି ବ୍ୟାକରଣ ବହିର ବାକ୍ୟ ବିଚାର ପାଠର ସମସ୍ତ ପ୍ରଶ୍ନର ଉତ୍ତର ଲେଖ। ମୁଁ ଏଠାରେ ସବୁ ପ୍ରଶ୍ନର ଉତ୍ତର ଗୁଡ଼ିକ ଲେଖି ନେଇଛି, ଆପଣ ତାକୁ ଦେଖି ଲେଖି ଦିଅନ୍ତୁ। ଦେଖନ୍ତୁ ପ୍ରଶ୍ନ ଗୁଡ଼ିକ ମୁଁ ଲେଖୁନି, କାରଣ ବହିରେ ଯେହେତୁ ଆପଣଙ୍କର ପ୍ରଶ୍ନ ଅଛି, ମୁଁ କାହିଁକି ଆଉ ଥରେ ପ୍ରଶ୍ନ ଲେଖିବି ସେଥିପାଇଁ ଲେଖିନି। ଆପଣ ତାକୁ ଦେଖି ଲେଖି ନିଅନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଯଦି ଆପଣଙ୍କୁ ଭଲ ଲାଗୁଛି। ଯଦି ଭଲ ଲାଗୁନି ଡିସଲାଇକ୍ କରନ୍ତୁ। ତା ସହିତ ଯଦି କିଛି ଆପଣ ସେୟାର କରିବାକୁ ଚାହୁଁଛନ୍ତି କମେଣ୍ଟ ମାଧ୍ୟମରେ ମୋତେ ଜଣାନ୍ତୁ, ମୁଁ ଜାଣିବି କିଛି ଅସୁବିଧା ଅଛି ବା କିଛି ଯଦି ସୁବିଧା ଅଛି
ତା ସହିତ ଦେଖନ୍ତୁ ଭିଡ଼ିଓଟି ବନାଇବା ପାଇଁ ବହୁତ ପରିଶ୍ରମ ପଡୁଛି। ମୁଁ ସମସ୍ତଙ୍କ ଠାରୁ ଲାଇକ୍ କମେଣ୍ଟ ଆଶା ରଖିବି। ପ୍ରଶ୍ନ ଗୁଡ଼ିକର ତାପରେ ଆସିବ ଆମର 6 ନମ୍ବର। 6 ନମ୍ବରରେ ଅଛି ଓଡ଼ିଶାର 6 ଜଣ କବିଙ୍କର ନାମ ଲେଖ ଓ ସେମାନଙ୍କ ଦ୍ୱାରା ଲିଖିତ ସାହିତ୍ୟ କୃତି ଗୁଡ଼ିକୁ ନେଇ ଏକ ସାରଣୀ ପ୍ରସ୍ତୁତ କର। ଉତ୍ତର ଦେଖନ୍ତୁ, ଓଡ଼ିଶାର ସାହିତ୍ୟ ଜଗତରେ ଅନେକ କବି ଅଛନ୍ତି, କିନ୍ତୁ ଆମେ ଏଠାରେ ଓଡ଼ିଶାର 6 ଜଣ ପ୍ରମୁଖ କବିଙ୍କ ନାମ ଏବଂ ତାଙ୍କର ଉଲ୍ଲେଖଯୋଗ୍ୟ ସାହିତ୍ୟ କୃତି ନିମ୍ନରେ ବର୍ଣ୍ଣନା କରିବା। ପ୍ରଥମ ହେଲା ସାରଳା ଦାସ, ତାଙ୍କର ହେଉଛି ମହାଭାରତ, ବିଲଙ୍କା ରାମାୟଣ, ଚଣ୍ଡୀପୁରାଣ। କବି ସୂର୍ଯ୍ୟ ବଳଦେବ ରଥ, କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ, ସର୍ପ ଜଣାଣ। ରମାକାନ୍ତ ରଥ, କେତେ ଦିନର, ସପ୍ତମ ଋତୁ, ସଚିତ୍ର ଅନ୍ଧାର। ତାପରେ କୁନ୍ତଳା କୁମାରୀ ସାବତ, ଅଞ୍ଜଳି, ଅର୍ଚ୍ଚନା, ଅହଲ୍ୟା, ଭାବନା। ମାୟାଧରମାନ ସିଂ, ଧର୍ମଗ୍ରନ୍ଥରେ ନାରୀ, କୋଣାର୍କ, ସିଂହଳ ଗୀତିକା। ସଚ୍ଚି ରାଉତରାୟ, ବାଜି ରାଉତ, ପାଣ୍ଡୁଲିପି, କବିତା 1962, ଅଶ୍ୱମେଧ। ଏଇଠି ଆମର ସବୁ ପ୍ରଶ୍ନର ଉତ୍ତର ଗୁଡ଼ିକ ସରିଯାଇଛି। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।